ଆପଣ ଏଇଟା ଯେଉଁ ଦେଖୁଛନ୍ତି ଏଇଟା ହେଉଛି ଜି ରାମଚନ୍ଦ୍ରପୁର ଷ୍ଟେସନ। ଜି ଅର୍ଥ ଗ୍ରାମ, ଗ୍ରାମ ରାମଚନ୍ଦ୍ରପୁର ଷ୍ଟେସନ। ଏଇଟା କଳାହାଣ୍ଡି ଜିଲ୍ଲାରେ ଅବସ୍ଥିତ। ଆପଣଙ୍କର ଲାଞ୍ଜିଗଡ଼ ରୋଡ଼ରୁ ଆପଣଙ୍କର ଭବାନୀପାଟଣା ଗଲାବେଳକୁ ବାଟରେ ଏଇଟା ପଡ଼ିବ। ଏଇଟା ଗୋଟେ ଛୋଟିଆ ଷ୍ଟେସନଟେ। ଆପଣ ଏଠି ଦେଖନ୍ତୁ, ଏଠି ଅଛି ତା'ର ବୁକିଂ ଅଫିସ୍ ହେଲା। ବୁକିଂ ଅଫିସ୍ ଅଛି, ଏଠି ଟିକେଟ୍ କାଉଣ୍ଟର ମଧ୍ୟ ଅଛି। କିନ୍ତୁ ଏଇଟା ଛୋଟ ଷ୍ଟେସନ, ଏଠି ଅଳ୍ପ ଟ୍ରେନ୍ ରହେ। ଆଗେ କୋଭିଡ଼ ପୂର୍ବରୁ ବହୁତ ଟ୍ରେନ୍ ରହୁଥିଲା, ଏବେ ଅଳ୍ପ ଟ୍ରେନ୍ରେ। କିନ୍ତୁ ଷ୍ଟେସନଟା ଦେଖିବାକୁ ଭାରି ସୁନ୍ଦର ଆଜ୍ଞା। ଆପଣ ବାହାରର ଦୃଶ୍ୟ ଦେଖନ୍ତୁ, ଏଠି ମାନେ କେଡ଼େ ସୁନ୍ଦର ପାହାଡ଼ ରହିଛି, ଜମି ସବୁ ରହିଛି। ଆପଣ ଏଠିକି ଆସିଲେ ଆଉ ବୁଲିକିନି ଯାଇପାରିବେ। କିନ୍ତୁ ଗୋଟେ କଥା କ'ଣ କି ଏଠି ଟ୍ରେନ୍ ମାତ୍ର 3-4ଟି ଟ୍ରେନ୍ ପ୍ୟାସେଞ୍ଜର ଟ୍ରେନ୍ ରହେ, ଏକ୍ସପ୍ରେସ୍ ରହେ ନା। ତେଣୁ ଆପଣ ଏଠିକି ଆସିଲେ ଏରିଆର ମଜା ନେଇପାରିବେ, କିନ୍ତୁ ଯିବା ଆସିବା କରିବାକୁ ଅସୁବିଧା। ତେଣୁ ନିଜେ ଯଦି ଆପଣ ବାଇକ୍ରେ ଆସିବେ ବା କାର୍ରେ ଆସିବେ ତାହେଲେ ଭଲ। ନହେଲେ ଯଦି ଆପଣ ଆସନ୍ତି ଟ୍ରେନ୍ରେ, ତାହେଲେ ଟ୍ରେନ୍ରେ ଓହ୍ଲେଇକି ଅଳ୍ପ ସମୟ ମତଲବ ଠିକ୍ ଟ୍ରେନ୍ ଟାଇମ୍ରେ ଆସିବେ ଏବଂ ଟ୍ରେନ୍ ଟାଇମ୍ରେ ଯିବେ। ଏଠୁ ଗୋଟାଏ ଟ୍ରେନ୍ ଆପଣ ଗୋଟାଏରେ ଆସେ, ଏଠୁ ଆପଣଙ୍କର କେଉଁଠୁ ଲାଞ୍ଜିଗଡ଼ ରୋଡ଼ରୁ ଆସିକି ଗୋଟାଏ ବେଳେ ପହଞ୍ଚେ, ଆଉ ଭବାନୀପାଟଣା ଯାଏ। ଆଉ ଗୋଟେ ଟ୍ରେନ୍ ଆପଣଙ୍କର ଆସେ 11ଟା ବେଳେ ଆସେ ଭବାନୀପାଟଣାରୁ, ଏଠି 11ଟା ବେଳେ ପହଞ୍ଚେ। ଆଉ ଗୋଟେ ଟ୍ରେନ୍ ଆସେ ଆପଣଙ୍କର ବିଶାଖାପାଟଣାରୁ, ଯେଉଁଟାକି ଏଠି ଆସିକିନି ରାତି 1ଟାରେ ପହଞ୍ଚେ ଏବଂ ସେଇଟା ଭବାନୀପାଟଣା ଯାଏ। ଭବାନୀପାଟଣାରୁ ଆପଣଙ୍କର ଫେରି ଆସେ ରାତି 3ଟାରେ ଆସେ, ଏଠି ଆସିକିରି 4ଟାରେ ପହଞ୍ଚେ। ତେଣୁ ଆପଣ ସେଇ ଅନୁସାରେ ଏଠିକି ଯଦି ଆସନ୍ତି, କିନ୍ତୁ ଜାଗାଟା ଭଲ, ଆପଣ ରହିବା ପାଇଁ ଜାଗାଟା ଭଲ, ଏଠି ପିକନିକ୍ କରିବା ପାଇଁ ଗୋଟେ ଜାଗାଟା ଭଲ। କିନ୍ତୁ ଏଇଆ କ'ଣ ଏକ୍ସପ୍ରେସ୍ ଟ୍ରେନ୍ ରହିଲି ଏତି।